ପିଲାମାନେ କହିଲ ଦେଖି ତୁମକୁ ଛୋଟ ଶିଶୁ କବିତାଟିଏ ଶୁଣିବା। ମା ପରି ମୋର କିଏ ସେ ହେବ, ହଜି ଯାଇଥିଲେ ସେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଯୋଡ଼ି ସେ ଦେବ, ଭୋକ ଲାଗିଲେ ସେ ଖୁଆଇ ଦେବ। ଆମେ କାହାକୁ ମା ବୋଲି କହୁ? ହଁ ଠିକ କହିଛ, ମାଟିକୁ ମଧ୍ୟ ଆମେ ମା ବୋଲି କହିଥାଉ। ମାଟି ଆମର ମା। ଚାଲ ଆମେ ଆମ ଭାଷା ମହକ ବହିର ମାଟି ଆମର ମା କବିତାଟିକୁ ପାଠ କରିବା। ଠିକ ଅଛି, କବିତାର ପ୍ରଥମ ପଦଟିକୁ ମୁଁ ଆବୃତ୍ତି କରୁଛି, ତମେ ମନ ଦେଇ ଶୁଣିବ ନା? ହଉ, ନିରବରେ ଶୁଣ। ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା, ମାଟିରୁ ହୁଏ ଠେକି ପଲମ ମାଟିରେ ଦିଅ ପରା, ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା, ମାଟିରୁ ହୁଏ ଠେକି ପଲମ ମାଟିରେ ଦିଅ ପରା। ଆଚ୍ଛା ପିଲାମାନେ, ଆମେ ତ ଏଇ ପଦଟାକୁ ଶୁଣିଲ ନା? ଠିକ ଅଛି, ତୁମେ ମନେ ମନେ ଆବୃତ୍ତି କର। ଆମେ ମିଶିକି ଆବୃତ୍ତି କରିବା ନା? ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା, ମାଟିରୁ ହୁଏ ଠେକି ପଲମ ମାଟିରେ ଦିଅ ପରା। ଆଚ୍ଛା ଦେଖିଲ ପିଲାମାନେ, ଗୋଟେ ଚିତ୍ରକୁ ଦେଖିଲ। ଏ ଚିତ୍ରକୁ ଦେଖି ପାରୁଛ ନା ସମସ୍ତେ? କଣ କଣ ଚିତ୍ର ଅଛି? କଣ ଗ୍ଲାସ ଅଛି? ହଁ ଗ୍ଲାସ ଅଛି। ଆଉ କଣ ଗ୍ଲାସରେ ପାଣି ପିଉଛନ୍ତି? ଆଚ୍ଛା ହଁ, ଖରାଦିନେ ପାଣି ପିଇବ। ଏଇ ଯୋଉ ମଝିରେ କୋଉ ଜିନିଷଟା ଅଛି, ଏଟା କଣ? ଆଚ୍ଛା ମାଠିଆ। ଏ ମାଠିଆଟା କୋଉଥିରେ ତିଆରି? ମାଟିରେ ତିଆରି। ଆଚ୍ଛା ମାଠିଆରେ କଣ ରଖାଯାଏ? କଣ ପାଣି ରଖାଯାଏ। ବାଃ, ପାଣି ରଖିଲେ ଭଲ ଲାଗେ ନା? ଆଚ୍ଛା ହଁ ଠିକ ଅଛି। ତାହେଲେ ତୁମେ ଆଜି ଘରୁ ଗଲେ ମାଠିଆରେ ପ୍ରଥମେ ପାଣି ରଖୁଛ ନା? ଆଚ୍ଛା, ଆଉ ଗୋଟେ ଚିତ୍ର ଦେଖିବା। କଣ ଦେଖୁଛ? ପ୍ରଥମ ଚିତ୍ରଟା କଣ? ମାଠିଆ। ଆଉ କଣ ଜଳୁଛି ମଝିରେ? କଣ? ଦୀପ। ବାଃ, ଦୀପ। ଆଉ ଏଇଟା? ଆଚ୍ଛା, ଏବେ ସରାର ତ ବ୍ୟବହାର ନାହିଁ ଆଉ। ଆଚ୍ଛା ପ୍ରଥମେ ମାଠିଆ ଦେଖିଲ, ତାପରେ ସଞ୍ଜ ଜଳୁଛି, ଦୀପ ଦେଖିଲ, ସରା ଦେଖିଲ, ଦୀପରେ ସନ୍ଧ୍ୟା ଦିଆଯାଏ। ବାସ୍ ସନ୍ଧ୍ୟାବେଳେ କଣ କରନ୍ତି? ମା ତୁଳସୀଙ୍କ ପାଖରେ ଦୀପ ଦିଅନ୍ତି ନା? ହଁ, ଦେବାଦେବୀଙ୍କ ପୀଠରେ ଆମେ ଦୀପ ଜାଳୁ। ଠିକ କଥା। କହିଲ ସରାରେ ଆମେ କଣ ରଖୁ? ସରାରେ କଣ ରଖୁ? ହଁ, ସରାରେ ହଳଦୀ ବାଟିକି ରଖା ହଉଥିଲା। ଆଉ ସରାରେ ମଧ୍ୟ ସବୁ ଜିନିଷ ବି ରଖା ହଉଥିଲା। ଆଚ୍ଛା, ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା, ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା। ମାଟିରେ ଏତେ ସବୁ ଜିନିଷ ହୁଏ ନା କି? ମାଟିରୁ ମାଠିଆ ହୁଏ, ମାଟିରୁ ଦୀପ ହୁଏ, ମାଟିରୁ ସରା ହୁଏ। ଆଚ୍ଛା, ଚିତ୍ରରେ କଣ ଦେଖୁଛ? ଚିତ୍ରରେ କଳସ। ଆଚ୍ଛା, କଳସ ଉପରେ କଣ ଅଛି? ଆମ୍ବ ଡାଳ ଅଛି। ବାଃ, କଳସ ଭିତରେ କଣ ଅଛି? ପାଣି। ଠେକିରେ ପାଣି, ଆମ୍ବ ଡାଳ ନେଇ କଳସ ସଜାଡ ସଅଳ ଯାଇ। ଆଚ୍ଛା ପିଲାମାନେ କହିଲ, ସେ କଳସ ଯୋଉଠି ପାଣି ଅଛି ସେଟା କୋଉଥିରେ ତିଆରି? ମାଟିରେ। ସେଟା କଣ କହନ୍ତି? ଏଟାକୁ ଠେକି କହନ୍ତି। ଠେକି କେମିତିଆ? କଣ କହିଲ? ମାଠିଆଠୁ ଛୋଟ। ତମେ ଦେଖିଛ ସରସ୍ୱତୀ ପୂଜା, ଗଣେଶ ପୂଜାରେ ଆମର ଯୋଉ ଠେକିରେ କଳସ ବସେ? ହଁ, ମାଠିଆ ଭଳିଆ ଛୋଟିଆ ଇଏ, ନୁହେଁ କି? ଆଚ୍ଛା ଏଇଠି ତା ପାଖରେ ଗୋଟେ ସରା ଭଳିଆ ଗୋଟେ ଅଛି, କୋରଣୀ। ଏଟା କଣ କରାଯାଏ? ଏ କଳସରେ ବା ଠେକିରେ ଘୋଡେଇ ଦିଆଯାଏ ପାଣି ରଖିକି। ଆଚ୍ଛା ଠିକ ଅଛି। ଆଚ୍ଛା ପିଲେ, ଆଉ ଗୋଟେ ଚିତ୍ର ଦେଖ। ସମସ୍ତେ ଏ ଚିତ୍ର ଘରେ ଦେଖିଥିବ। ସତ ଚିତ୍ର ଦେଖିଛ ନା? ଘରେ ମା ରୋଷେଇ କରିବା ଭିତରେ, ରୋଷେଇ ଘରେ କଣ ଦେଖିବା? ମାର ମାଟି ପଲମ ଚକୁଳି ପିଠା, ମାର ମାଟି ପଲମ ଚକୁଳି ପିଠା, ଯୁଆଡୁ ଖାଇଲେ ଲାଗିବ ସିଆଡୁ ମିଠା। ପିଲାମାନେ, ଏଟା କୋଉ ପିଠା ତିଆରି ହଉଛି ରେ? କଣ? ଚକୁଳି ପିଠା। ବାଃ, ଚକୁଳି ପିଠା ଯୁଆଡେ ଖାଇଲେ ଲାଗିବ ସିଆଡୁ ମିଠା। ଖାଇଛ ଚକୁଳି ନା? ଚକୁଳି ମିଠା ଲାଗେ। ହଁ, ମା ମାଟି ପଲମର
ଚକୁଳି ପିଠା କୋଉଥିରେ ଚକୁଳି ପିଠା କରୁଛନ୍ତି କୋଉଥିରେ ଚୁଲିରେ ଚୁଲିରେ କରୁଛନ୍ତି ଠିକ କଥା କହୁଛ ଚୁଲିରେ କରୁଛନ୍ତି କାଠ ଜାଳିକି ଚୁଲିରେ କରୁଛନ୍ତି ଆଚ୍ଛା କୋଉଥିରେ କରୁଛନ୍ତି ଏଇଟା କାଥରେ ହଉଛି କେଉଁଥିରେ ତିଆରି ହଉଛି ବିରିରେ ତିଆରି ହଉଛି ନା କି ଠିକ ଅଛି ଯୋଉ ପାତ୍ରଟା ତିଆରି ହଉଛି ନିଆଁରେ ପାତ୍ରଟା ବସିଛି ସେଟା କଣ କଣ କହନ୍ତି ତାକୁ ଓ ତାୱା ନାଇଁ ମ ତାୱା ଭଳିଆ କଣ ଦେଖାଯାଉ ତାୱା ଭଳିଆ ଦେଖାଯାଉଛି କୋଉଥିରେ ତିଆରି ଏଇଟା ମାଟିରେ ପଲମ ବାବା ପଲମ ମାଟି ପଲମ ମାର ମାଟି ପଲମ ଚକୁଳି ପିଠା ଯୁଆଡୁ ଖାଇଲେ ଲାଗିବ ସିଆଡୁ ମିଠା ଏଇଠି ମା ଜଣକ କଣ କରୁଛନ୍ତି ଦେଖିଲ କଣ କରୁଛନ୍ତି ମା ଜଣକ ଓ ବିଭିନ୍ନ ମୂର୍ତ୍ତି ସବୁ ଅଛି ନା ଏମାନେ ମା ନିଜେ ତିଆରି କରିଛନ୍ତି ଏବେ କଣ ରଙ୍ଗ ଦଉଛନ୍ତି ନା ଆଚ୍ଛା କହିଲ ପିଲାମାନେ ଏଥିରେ କଣ କଣ ମୂର୍ତ୍ତି ଅଛି କୋଉ ମୂର୍ତ୍ତି ଅଛି ଦେଖରେ ପିଲାଏ ଦେଖ ଦିଅ ଦେବତାଙ୍କ ମୂର୍ତ୍ତି ଦେଖ ଦିଅ ଆଉ ଦେବତାଙ୍କର ସବୁ ମୂର୍ତ୍ତି ଅଛି ନା କୋଉ ଦିଅ ଦେବତାଙ୍କର ମୂର୍ତ୍ତି ଅଛି କହିଲ ଦେଖି କାହାର ଅଛି କୋଉ ଦିଅ ଦେବତା ଗଣେଶ ବହୁତ ଗଣେଶ ମୂର୍ତ୍ତି ଅଛି ନା ଗଣେଶ ମୂର୍ତ୍ତି ଅଛି ଗଣେଶ ଦିଅ ଅଛି ଆଉ କଣ ଅଛି ସରସ୍ୱତୀ ସରସ୍ୱତୀଙ୍କ ମୂର୍ତ୍ତି ଅଛି ଲକ୍ଷ୍ମୀ ଓ ଭିତରେ ଛୋଟ ଛୋଟ ମୂର୍ତ୍ତି ଅଛି ଲକ୍ଷ୍ମୀ ଦୁର୍ଗା ତେମେ ତ ଭଲ ଭାବେ ଚିହ୍ନି ଗଲଣି ଆଉ ବା ବହୁତ ସୁନ୍ଦର ଆଚ୍ଛା ଦେଖିଲ ଗୋଟେ କହିଲ କଥା ଏସବୁ ଦେବତାଙ୍କ ମୂର୍ତ୍ତି ଗୁଡିକ ଦିଅ ଗୁଡିକ କୋଉଥିରେ ତିଆରି କଣ ମାଟିରେ ଠିକ କହିଛ ତମେ ଏସବୁ ମୂର୍ତ୍ତି ଗୁଡିକ କୋଉଥିରେ ତିଆରି ମାଟିରେ ତିଆରି ଆଚ୍ଛା ବହୁତ ସୁନ୍ଦର କଥା ତମେ ଜାଣିପାରିଲ ଆଚ୍ଛା ପିଲାମାନେ ଆମେ ଗୋଟେ କାମ କରିବା ଆମେ ତ ଏଇ କବିତାର ଏଇ ପଦ୍ୟଟିକୁ ଆଲୋଚନା କଲେ ବର୍ତ୍ତମାନ ସମସ୍ତେ ମିଶିକି ଆବୃତ୍ତି କରିବା ନା ଗାଇବା ମିଶିକି ଗାଇବା ମାଟିରୁ ହୁଏ ମାଠିଆ ପୁଣି ମାଟିରୁ ଦୀପ ସରା ମାଟିରୁ ହୁଏ ଠେକି ପଲମ ମାଟିରେ ଦିଅ ପରା ଆଚ୍ଛା ପଦଟି କେମିତି ଲାଗିଲା ବହୁତ ସୁନ୍ଦର ଲାଗିଲା ନା ଆଚ୍ଛା ଆମେ ତ ପଦ ବିଷୟରେ ଆଲୋଚନା କଲେ ପଦଟିକୁ ଆବୃତ୍ତି କଲେ ମିଶିକି ଆବୃତ୍ତି କଲେ ଗୋଟେ କାମ କରିବା ଯୋଉ ପଦଟି ଆମେ ଆବୃତ୍ତି କଲେନି ଯୋଉ ପଦଟି ଆମେ ଆଲୋଚନା କଲେ ସେଥିରୁ କେତେଟା ପାଦ ଧାଡି ହଜି ଯାଇଛି ଚାଲ ଆମେ ହଜି ଯାଇଥିବା ଧାଡିକୁ ଖୋଜି ଆଣିବା ନା ମାଟିରୁ ହୁଏ ମାଠିଆ ପୁଣି କଣ ମାଟିରୁ ଦୀପ ସରା ମାଟିରୁ ହୁଏ ଠେକି ପଲମ ମାଟିରେ ଦିଅ ପରା ବା ଖୋଜିକି ଆମେ ନେଇ ଆସିଲେ ଆଉ ଆଚ୍ଛା ଏଇଠି ଦେଖିଲ ପିଲାମାନେ ଆମେ ସବୁ କେତେ ଜିନିଷ ଦେଖିଲେନି ଏଇ ସବୁ ଜିନିଷ ଅଛି ଆସ ମାଟିରେ ସବୁ ଜିନିଷ ଗୁଡିକୁ ଚିହ୍ନିବା ଓ ମଝିରେ ଥିବା ଠିକ ନାମକୁ ନେଇ ଯୋଉ ବାକ୍ସ ଅଛି କ୍ରମ ଅନୁସାରେ ଭରିବା ଆଗ 1 ନମ୍ବର ବାକ୍ସ ଭରିବା ତାପରେ 2 ନମ୍ବର ବାକ୍ସକୁ ତାପରେ 3 ନମ୍ବର ବାକ୍ସକୁ ମଝିରେ ସବୁ ନାଁ ଅଛି କଣ ନାଁ ଅଛି ଠେକି ଅଛି ଦୀପ ଅଛି ସରା ଅଛି ମାଠିଆ ଅଛି ପଲମ ଅଛି ଏସବୁ ଜିନିଷର ନାଁ ସବୁ ଅଛି ହେଲା ଉପଯୁକ୍ତ ନାଁ ଥିବା ଜିନିଷ ପାଖରେ ବା ଯୋଉ ଜିନିଷ ତଳେ ଯୋଉ ନାଁଟା ଦରକାର ସେ ନାଁଟାକୁ ଏଇ ଆମର ଶବ୍ଦ ଭଣ୍ଡାର ଭିତରୁ ବାଛିକି ନବା ଭରି ପାରିବା ନା ଭରିବା ଚାଲ ଚାଲ 1 ନମ୍ବର ଚିତ୍ରରେ କଣ ଅଛି 1 ନମ୍ବର ଚିତ୍ରରେ କଣ ମାଠିଆ ବା ବହୁତ ସୁନ୍ଦର କଥା ଦ୍ୱିତୀୟ ନମ୍ବର ପଲମ ବାରେ ମାଟି ପଲମ ଚକୁଳି ପିଠା ନା କି ତୃତୀୟରେ କଣ ଅଛି ସରା ଜେଜେମା ହଳଦୀ ବାଟିକି ରଖିବେ ହଳଦୀ ଆମେ ଛୋଟ ପିଲାଙ୍କୁ ଲଗେଇବା ଆମେ ବି ଖାଇବା ଖାଇଲେ କୃମି ମରିବ ଆଉ କଣ ସନ୍ଧ୍ୟା ଦୀପ ଦିଆ ହୁଏ ଦୀପ ଆଚ୍ଛା ଆଉ କଣ ଏଠି ଠେକି ଆଚ୍ଛା ପିଲାମାନେ ଆମେ ତ ସବୁ ମାଟିରେ ତିଆରି ଜିନିଷ ଗୁଡିକୁ ଏ ପଦରେ ଯୋଉ ବ୍ୟବହାର ହେଇଛି ତାକୁ ଆମେ ପଢିଲେ ବୁଝିଲେ ଆଉ ତାକୁ ମଧ୍ୟ ଚିହ୍ନିଲେ ଚାଲ ତଳେ କେତେଟା ଉକ୍ତି ଦିଆ ହେଇଛି
ସେ ଉକ୍ତିଟାକୁ ଆମେ ପଢିବା। ପଢି ସାରିକି ସେ ଉକ୍ତିଟା ଆମ ପଦର କୋଉ ଅଂଶରେ ଅଛି ତାକୁ ଚିହ୍ନଟ କରିକି ଆଣିକି ଏଠି ଭରିବା ନା। ହଁ, ମାଟିରୁ ମାଠିଆ, ଦୀପ ଓ ସରା ଆଦି ପ୍ରସ୍ତୁତ କରାଯାଏ। ଏଇଟା ପଦରେ କୋଉଠି ଅଛି କହିଲ? ମାଟିରୁ ହୁଏ ମାଠିଆ, ପୁଣି ମାଟିରୁ ଦୀପ ସରା। ଆଚ୍ଛା, ଠିକ କହିଛ। ଆଚ୍ଛା କହିଲ, ଆଉ ଗୋଟେ ଉକ୍ତି ପଢିବା। କଣ ଉକ୍ତିଟା? ମାଟିରୁ ଠେକି, ପଲମ ଓ ଦିଅ ମଧ୍ୟ ହୋଇଥାଏ। ଏଟା କୋଉ ଅଂଶରେ ଅଛି? ପାଦର କୋଉ ଅଂଶରେ ଅଛି? ଚାଲ ଦେଖ, ଖୋଜ। ହଁ, କୋଉଠି? ମାଟିରୁ ହୁଏ ଠେକି, ପଲମ, ମାଟିରେ ଦିଅ ପରା। ଆଚ୍ଛା, ଆଉ ଗୋଟେ କଥା ଚିନ୍ତା କରିବା। ସବୁ ତ ତମେ ଜାଣିପାରିଲ, ଚିହ୍ନି ପାରିଲ, ଖୋଜିକି ବାହାର କରିପାରିଲ। ଆରେ ଦେଖିଲ, ଏଇଠି ପଦଟା କିନ୍ତୁ ଅସଜଡ଼ା ଜଣା ପଡୁଛି। ତାକୁ ସଜାଡି ପାରିବା ନା? ଆମର ଯୋଉ ପଦ ପଢିଲେ, ଯୋଉ ପଦଟିକୁ ପଢିଲେ ପଦର ଧାଡି ଅନୁସାରେ ଆମେ କବିତାଟାକୁ ସଜାଡି ଦବା। ଚାଲ ସଜାଡି ଦବା। ସଜାଡି ଦିଅ। ହଁ, ସଜଡା ହେଇଗଲା ନା? ଚାଲ ଏଇ ଆମେ ସଜଡା ପଦଟିକୁ ନେଇ ମିଳିତ ଭାବରେ ଆବୃତ୍ତି କରିବା। ମାଟିରୁ ହୁଏ ମାଠିଆ, ପୁଣି ମାଟିରୁ ଦୀପ ସରା, ମାଟିରୁ ହୁଏ ଠେକି, ପଲମ, ମାଟିରେ ଦିଅ ପରା। ଆଚ୍ଛା, ଗୋଟେ କାମ କରିବା ପିଲାମାନେ, ଏବେ ତ ମାଟିର ଜିନିଷ ସବୁ କମିଗଲାଣି। ତମ ଘରେ କଥା ମନେ ପକାଅ। ଘରେ ସବୁ ମାଟିରେ ଯୋଉ ସବୁ ଜିନିଷ ବ୍ୟବହାର ହଉଛି ହେଲା, କୋଉ ଜିନିଷ ସବୁ ଘରେ ମାଟିରେ ତିଆରି ମନେ ପକେଇ କହିଲ ଦେଖି। କଣ? ହାଣ୍ଡି। ବା, କୋଉ ହାଣ୍ଡି? ମାଟି ହାଣ୍ଡି ନା? ଅଛି କାହା ଘରେ ମାଟି ହାଣ୍ଡି ଅଛି? ହାତ ଦେଖିଲ, କଣ ରଖାଯାଏ? ଆଚ୍ଛା, ବାହାରେ ପାଣି ରଖିଛ ବଗିଚାରେ? ଓ, ଆଉ କଣ? ଘୋଡା, ମାଟି ଘୋଡା ନା? ଆଚ୍ଛା, କୁମ୍ପା, ପଇସା ରଖାଯାଏ ନା? ବାସ୍। ଆଉ ଚୁଲି, ମାଟି ଚୁଲି ନା? କାଠ ଜାଳା ହୁଏ। ଆଉ ଇଟା, ମାଟିରେ ତିଆରି ଇଟା। ଆଉ କଣ? କଡେଇ ଅଛି। ବା, କଡେଇ ଅଛି ନା? ବହୁତ ସୁନ୍ଦର କଥା। ଆଚ୍ଛା ପିଲାମାନେ, ଆମେ ପଦଟିକୁ ତ ଆମେ ଆଲୋଚନା କଲେ, ପାଠ କଲେ। ଆଉ ଗୋଟେ ଛୋଟିଆ କାମଟେ କରିବ ନା? କଣ କାମ କରିବେ? ଏଇଠି କରିବନି ମ, ଘରେ କରିକି ଆଣିବ। ଏଇ ଯୋଉ ଚିତ୍ର ଦେଖୁଛ, ଏ ଚିତ୍ରକୁ ପିଲା ଦେଖି ତମେ 5ଟି ବାକ୍ୟରେ ଗୋଟେ ଅନୁଚ୍ଛେଦ ଲେଖିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର।